ଆଜି ହେଉଛି 3 ସେପ୍ଟେମ୍ବର 2025 ବୁଧବାର। ଆଜିକାର ପାଣିପାଗ ଅପଡେଟ୍ ଆସିସାରିଛି। ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବର୍ଷା ଏବଂ କାହିଁକିନା 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଏହି ଜିଲ୍ଲାମାନଙ୍କରେ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ବର୍ଷା ହୋଇପାରେ ଏବଂ କିଛି କିଛି ଜିଲ୍ଲାମାନଙ୍କରେ ଶୁଖିଲା ମଧ୍ୟ ରହିବ ଏବଂ 8 ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପବନ 30ରୁ 40 କିମି ବେଗରେ ବହିପାରେ ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା 12ରୁ 20 ସେଣ୍ଟିମିଟର ହୋଇପାରେ ଏବଂ ଆଉ ଗୋଟିଏ ୱାର୍ଣ୍ଣିଂ କହିବାକୁ ଗଲେ ରେଡ୍ ୱାର୍ଣ୍ଣିଂ ଜାରି କରିଛି 4ଟି ଜିଲ୍ଲାକୁ। ଏହି ଜିଲ୍ଲାମାନଙ୍କରେ 30ରୁ 40 କିମି ବେଗରେ ପବନ ସହିତ ବିଜୁଳି ଘଡ଼ଘଡ଼ି ରହିବ। ସେଥିପାଇଁ ଏହି ଜିଲ୍ଲାମାନଙ୍କରେ ଘରୁ ବାହାରନ୍ତୁ ନାହିଁ। ଏହି ଜିଲ୍ଲାମାନଙ୍କରେ ବର୍ଷା 20 ସେଣ୍ଟିମିଟର ବର୍ଷା ହୋଇପାରେ। ପ୍ରବଳରୁ ଅତି ପ୍ରବଳ ସହିତ ଭୀଷଣ ବର୍ଷା ହୋଇପାରେ। କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ ଦିଆଯାଇଛି ଜାଣିବା ପୂର୍ବରୁ ଆମ ଚ୍ୟାନେଲରେ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ। ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକୁ ହେଉଛି ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ନୟାଗଡ଼। ଏହି ଜିଲ୍ଲାମାନଙ୍କରେ କିଛି ଜିଲ୍ଲାମାନଙ୍କରେ ଭଲ ବର୍ଷା ସହିତ କିଛି ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଉ ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାଗୁଡ଼ିକ କହିବାକୁ ଗଲେ କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା। ଏହି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଏବଂ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼। ଏହି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଭୀଷଣ ବର୍ଷା ହେବାର ଅଧିକ ସମ୍ଭାବନା ରହିଅଛି। ଆଜି ପାଇଁ ଏତିକି। ରହିଲି, ଧନ୍ୟବାଦ।